ମାନେ ଭାଇ ଆସିଛନ୍ତି କେରଳରୁ ମାତ୍ର 300 ଟଙ୍କା ଦେଇକି, ମାନେ ବିଶ୍ୱାସ କରିପାରୁଛନ୍ତି। କିନ୍ତୁ ନେତାଜୀ ବସ୍ ଟର୍ମିନାଲରୁ ତାଙ୍କ ଘରକୁ ଯିବାକୁ ପଡ଼ୁଛି 2000। 2000। କ'ଣ କରିବ ଆଜି ଦିନଟା? ତ ଆଉ ଜଣେ ଭାଇ ଅଛନ୍ତି, କୁଆଡ଼େ ଯିବେ? କାହିଁକିନା ବର୍ତ୍ତମାନ ଦେଖୁଥିବେ ବସ୍ ପୁରା ଫାଙ୍କା, ନେତାଜୀ ବସ୍ ଟର୍ମିନାଲରେ କେହି ନାହାନ୍ତି। ତଥାପି କିଛି ଲୋକ ଅଛନ୍ତି ଯେଉଁମାନେ ଅତି ବିପଦ କିମ୍ବା ସେଇଭଳି ପରିସ୍ଥିତି ପଡ଼ିଛି, ଜରୁରୀ କାମ, ଯାହାଫଳରେ କି ସେମାନେ ନିଜ ଘରକୁ କିମ୍ବା ଦୂର ବାଟକୁ ଯିବାକୁ ଚାହାନ୍ତି। ସେଇଭଳି ଆଉ ଜଣେ ଭାଇ, କୁନି ଭାଇଟିଏ। ଏ ଭାଇ ତମ ନାଁ କ'ଣ? ପାଖକୁ ଆସ ଭାଇ, ତମ ନାଁ କ'ଣ? ସୁକାନ୍ତ ମଲ୍ଲିକ, ଘର କେଉଁଠି? ପଣସଣ୍ଡା, ଜିଲ୍ଲା? କେନ୍ଦ୍ରାପଡ଼ା। ଆଚ୍ଛା, କେନ୍ଦ୍ରାପଡ଼ା। ତମେ ବର୍ତ୍ତମାନ ବସ୍ ତ ଆଜି ନାହିଁ, ଯିବ କେମିତି? ଏମିତି ବସୁଛୁ, ବସ୍ ତ ନାହିଁ, ଅସୁବିଧା ହେଉଛି। ଆଚ୍ଛା, ତମ ଘରଠାରୁ କଟକ କେତେ ଟଙ୍କା ଭଡ଼ା ପଡ଼େ? 140 ଟଙ୍କା। ମାନେ ବସ୍ ଭଡ଼ା। ବର୍ତ୍ତମାନ କିଛି ଗାଡ଼ି ଫାଡ଼ି ବୁକିଂ କଲେ, ବାଇକ୍ ଫାଇକ୍? ବାଇକ୍ ଗୋଟେ ଭାଇ କହୁଥିଲେ ଯେ 2000 ଟଙ୍କା। ମୁଁ ଏତେ ଦୂରରୁ ଆସିଲି, କେରଳରୁ ଆସିଲି, ଟଙ୍କା 300 ଟଙ୍କାରେ ଆସିଲି। ହଁ, ଏଉଠୁ ଘରୁ ଯିବା ପାଇଁ କହୁଛନ୍ତି 2000 ଟଙ୍କା। ସେ କେରଳରୁ ଆସିଲ ଏଠିକି 300 ଟଙ୍କାରେ? ସତରେ? ସତରେ। ପାଖକୁ ଆସିଲ ଭାଇ, ପାଖକୁ ଟିକେ ଦେଖା ଦୁଇ ଜଣ। ମାନେ ଭାଇ ଆସିଛନ୍ତି କେରଳରୁ ମାତ୍ର 300 ଟଙ୍କା ଦେଇକି, ମାନେ ବିଶ୍ୱାସ କରିପାରୁଛନ୍ତି। କିନ୍ତୁ ନେତାଜୀ ବସ୍ ଟର୍ମିନାଲରୁ ତାଙ୍କ ଘରକୁ ଯିବାକୁ ପଡ଼ୁଛି 2000। 2000। କ'ଣ କରିବ ଆଜି ଦିନଟା? ଏଇଠି ବସିବା, ଦେଖିବା କ'ଣ ହେଉଛି ଆଉ। ତ ବନ୍ଦର ପ୍ରଭାବ ଏଇଆ। ଆଉ ଜଣେ ଭାଇ ଅଛନ୍ତି, ଭାଇ ନା କ'ଣ? ଭାଇ କହିଲେ କିଛି କହିବେନି, କିନ୍ତୁ ଯାହା ବି ହେଇଯାଉ, ଏ ଯେଉଁ ବନ୍ଦ ପ୍ରଭାବ ଡାକରା ଯେଉଁ ଦିଆଯାଇଛି ତାର ପ୍ରଭାବ କେମିତି ଦେଖନ୍ତୁ। ସେ ଭାଇ 3-4 ଦିନ ପୂର୍ବରୁ କେରଳରୁ ବାହାରିଛନ୍ତି, ମନସ୍ଥ କରି ସେ କ'ଣ ଜାଣିଥିଲେ ଯେ ଏଭଳି ଭାବରେ ଘଟଣା ସବୁ ଘଟିବ? ସେ ଯାହା ବି ହେଇଯାଉ, ଯଦି ବନ୍ଦ କରି ସାଧାରଣ ଲୋକଙ୍କୁ ହଇରାଣ ହରକତ କରାଯାଏ, ତେବେ ଏହାର ଅଭିଶାପ କିଏ ମୁଣ୍ଡେଇବ? ସେ ସଂସ୍ଥା ଚାଲିବଟି? ସେମିତି ଡାଉନ୍ ଡାଉନ୍ ହୋଇକି ଚାଲିଥିବ। ତେଣୁ ସାଧାରଣ ଲୋକମାନଙ୍କୁ ନେଇକି ଯଦି ସରକାରଙ୍କୁ ବିରୋଧ କରିପାରିବ, ତେବେ ଶ୍ରମ ସାର୍ଥକ ହେବା ସହିତ ନିଜର ବାଞ୍ଛିତ ଫଳ ପାଇପାରିବ। କିନ୍ତୁ ଲୋକମାନେ ଯେଉଁଠି ଜନସାଧାରଣ ହଇରାଣ ହେଉଛନ୍ତି, ସେ ଜାଗାରେ ଅଭିଶାପ ଗୋଟିଏ ପରେ ଗୋଟିଏ ଲାଗିଯିବ।